ଆଜି ତାକ ମୋର ଭର୍ତ୍ତା ହେଉନଥିଲା। ଅରିନ୍ଦମ ଭାଇ ଆସିବାରୁ ବ୍ଲକରୁ ଆସିକରି ମୋଠୁ ଆଧାର କାର୍ଡ଼ ଜେରକ୍ସ ଆଉ ସାର୍ଟିଫିକେଟ୍ ଜେରକ୍ସ ନେଇଛନ୍ତି, କହିଛନ୍ତି ଭର୍ତ୍ତା କରିଦେବେ ବୋଲି। ଦେଖୁଛନ୍ତି ଭାଇମାନେ, ଅରିନ୍ଦମ ଭାଇ ଖାଲି ଟିକେ କହିଦେଲା ଚାରଣୀ ଆଠେଣୀ ବୋଲି, କିନ୍ତୁ ସେ କହିନାହାନ୍ତି ଯେ କୌଣସି ସାମ୍ବାଦିକ ନାଁ ଧରିକି। କିଛି କିଛି ସାମ୍ବାଦିକ ଅଛନ୍ତି ଯେ ସେ କହିଲେ ଯେଉଁମାନେ ଚାମଚା କରୁଛନ୍ତି, ହଁ ଆଜ୍ଞା ଚାମଚା ନିଶ୍ଚିତ କରୁଛନ୍ତି। ଯେଉଁଠି ପଇସା ପାଇଲେ ସେଠି ଠିକ୍ ଜାଗାରେ ଭୁଲ, ଆଉ ଭୁଲ ଜାଗାରେ ଠିକ୍ ହିଁ କରୁଛନ୍ତି। କିନ୍ତୁ ଅରିନ୍ଦମ ଭାଇ ସେ ସେଇ କଥା ହିଁ କହିଲେ, ଯେଉଁ ପଟେ ପଇସା ପାଉଛନ୍ତି ତାଙ୍କରି ଆଡ଼େ ଗାଉଛନ୍ତି, କିନ୍ତୁ ଠିକ୍ ଉଚିତ କଥା କହୁନାହାନ୍ତି। ସେଇ ସାମ୍ବାଦିକମାନେ ଆସିକି ଯେଉଁ ଘେରିଗଲେ, ଥରେ ଭାବିଛନ୍ତି ତାଙ୍କୁ ସମସ୍ତଙ୍କ ନାଁରେ ସେ କହିନାହାନ୍ତି, କିନ୍ତୁ ତମେମାନେ ସମସ୍ତେ ତାକୁ ଘେରିଗଲ ତାକୁ ବେଜିତ କରିବା ପାଇଁ। ଥରେ ଚିନ୍ତା କରିଛ? କେବେ ଚିନ୍ତା କରିଛ ପ୍ରତ୍ୟେକ ଗାଁରେ ଯେଉଁ ବ୍ଲକ ଯଦି ସେଇ ଗାଁ କୌଣସି ପ୍ରତ୍ୟେକ ବ୍ଲକର ପ୍ରତ୍ୟେକ ଏରିଆ ମାନେ ଗାଁଠୁ ଲଗେଇକିରି ବ୍ଲକରୁ ଲଗେଇକିରି ତାପରେ ତାଙ୍କ ଜିଲ୍ଲା, କେବେ ଜାଣିଛ କେଉଁ ଗାଁ କେଉଁ ମିଡ଼ିଆ ବାଲା ପହଞ୍ଚିଛ? କେଉଁ ଗାଁରେ ପହଞ୍ଚିକିରି କେବେ କୌଣସି ଗରିବ ଲୋକ କେଉଁ ହାଲତରେ ଅଛନ୍ତି, ତାଙ୍କ ଦୁଃଖରେ ସୁଖରେ କିଏ କ'ଣ ପାଇନାହାନ୍ତି, କେବେ ହେଲେ ତାକୁ ଯାଇକି ପଚାରିଛ? ପ୍ରତ୍ୟେକ ମିଡ଼ିଆ ବାଲା ଯାଇକିରି ଦୁଃଖ ସୁଖରେ ସାଥ ଦେଇଛନ୍ତି ନା? କିଏ କାହାର କ'ଣ ହେଲା ସବୁ ଅଲଗା ପ୍ରକାର, ଏଇ କାମରେ କେବେ ଦେଇନାହାନ୍ତି। ଖାଲି ଅରିନ୍ଦମ ଭାଇ କ'ଣ କହିଲା ଦେଖନ୍ତୁ, ଅରିନ୍ଦମ ଭାଇ ନିଜେ ଯାଇ ସେ ଗାଁରେ ସବୁ ଲୋକଙ୍କର ମାନେ ସତକୁ ସାମ୍ନା କରିବା ପାଇଁ ସେ ଭିଡ଼ିଓ କରିଛି, ଯେ ଆପଣମାନେ ଯେଉଁ ବେଜିତି କରିଥିଲେ, ବଦନାମ କରିଥିଲେ, ତାହାକୁ ଦେଖିବା ପାଇଁ ସେ ଆପଣଙ୍କୁ ସାମ୍ନାକୁ ଆଣିଛି ସତ ଆଉ ମିଛ ଭିତରେ। ତ ସେଥିପାଇଁ ଆପଣ ଏଇଠି ବୁଝିପାରନ୍ତୁ, ଆପଣ ତ ଜଣକୁ ଦେଖିଲେ, ଏମିତି କେତେ କେତେ ଲୋକଙ୍କର ସୁବିଧା ଥିବ, କେତେ କେତେ ଲୋକଙ୍କର କ'ଣ ଅସୁବିଧା ଥିବ ଆପଣ ଜାଣିଛନ୍ତି? କେବେ ହେଲେ ଆପଣ ମିଡ଼ିଆ ବାଲା କେତେ ସାମ୍ବାଦିକ ମାନେ କେବେ ଯାଇଛନ୍ତି ନା? କେବେ ଯାଇନାହାନ୍ତି। ଖାଲି ଆପଣ ନିଜର ସ୍ୱାର୍ଥ ପାଇଁ ସବୁ ଚଲେଇଛନ୍ତି। କାହାର କ'ଣ ହେଲା ଅସୁବିଧା, ଯେଉଁଠି ସ୍ୱାର୍ଥ ପାଇଲ ସେଇଠି। କେବେ ହେଲେ ନିଃସ୍ୱାର୍ଥପର କେବେ କାମ କରିଛନ୍ତି? ନିଃସ୍ୱାର୍ଥ କାମ କରନ୍ତୁ, ଭଗବାନଙ୍କ ଆପଣଙ୍କୁ ସାହା ହେବେ, ଭଗବାନ ଆପଣଙ୍କୁ କଲ୍ୟାଣ କରିବେ। ଜଗତର ମଙ୍ଗଳ କରନ୍ତୁ, ଆପଣଙ୍କୁ ଭଗବାନ ହିଁ ମଙ୍ଗଳ କରିବେ, ଆଉ ସମସ୍ତଙ୍କ ଜନସାଧାରଣମାନଙ୍କର ଆଶୀର୍ବାଦ ରହିବ। ଆଉ ଆପଣମାନେ ଯେଉଁଭଳିଆ କାମ କରୁଛନ୍ତି ମିଡ଼ିଆ ବାଲାରେ, ଯଦି କୌଣସି ମୂଲ୍ୟକୁ ନୁହଁ। କିଛି ମିଡ଼ିଆ ବାଲାକୁ ମୁଁ ସାଲ୍ୟୁଟ୍ କରିବି। ଗୋଟେ ଅଛନ୍ତି କିଛି ମିଡ଼ିଆ ବାଲା, ଫୋକସ୍ ପ୍ଲସ୍ ହଉ କି ହେଉଛି ଅର୍ଗସ୍ ହଉ କି ସବୁ, ମୁଁ ସମସ୍ତଙ୍କୁ ରେସ୍ପେକ୍ଟ ଦିଏ, କିନ୍ତୁ ତା ଭିତରେ ଗୋଟେ ମାନସ ଭାଇ, ଗୋଟେ ଆମର ଯେଉଁ ଆମର ଅର୍ଗସର ସେ କ'ଣ ସେ ଭାଇ ନା ମନେ ପଡ଼ୁନି, କି ସିଏ ଭଲ କୁହନ୍ତି। ଆଉ ଏମିତି କିଛି ମିଡ଼ିଆ ଭଲ ଭାଇ ଅଛନ୍ତି, କିଛି ଭଲ କରନ୍ତି। ମୁଁ ଚାହେଁ ଯେ ଆପଣମାନଙ୍କ ଉପରେ କୌଣସି ରାଜନୈତିକ ବେଳେବେଳେ ପ୍ରେସର ପଡ଼ିକି ଆପଣ ବଦଳି ଯାଉଛନ୍ତି, ଆଉ ନ୍ୟାୟ ଜାଗାରେ ଅନ୍ୟାୟ ଭିଡ଼ିଓ ବନାଉଛନ୍ତି, ଅନ୍ୟାୟ ଜାଗାରେ ନ୍ୟାୟ ଭିଡ଼ିଓ ବନାଉଛନ୍ତି, ଏମିତି କରୁଛନ୍ତି। ଆପଣଙ୍କୁ ରିକ୍ୱେଷ୍ଟ କରୁଛି, ଏମିତି କରନ୍ତୁନି। ଅନ୍ୟାୟକୁ ଅନ୍ୟାୟ ଜାଗାରେ ପୁରା ଛାତିକି ଦମ୍ଭ କରିକି କୌଣସି ରାଜନୈତିକ କଥା ମାନନ୍ତି। ଆପଣ ହେଉଛି ଦ୍ୱିତୀୟ ସ୍ଥାନ, ଆପଣ ଯେଉଁଠି ଦ୍ୱିତୀୟ ସ୍ତମ୍ଭ ଆପଣଙ୍କୁ ମାନିଛନ୍ତି ସାମ୍ବାଦିକ। ନ୍ୟାୟ ଦେବା ପାଇଁ ଆପଣଙ୍କୁ ହିଁ ସମସ୍ତଙ୍କୁ ଭରସା, କିନ୍ତୁ ଆପଣ ନ୍ୟାୟ ଜାଗାରେ ଅନ୍ୟାୟ କରିବାଟା ବଡ଼ ଭୁଲ। କାହା କଥା ଶୁଣିବା ପୂର୍ବରୁ ଥରେ ଆପଣ ସମସ୍ତଠୁ ଠିକ୍ କଥାଟାକୁ ବୁଝି ଦେଖନ୍ତୁ, ଆଉ ଥରେ ତର୍ଜମା କରନ୍ତୁ, ଏଇଟା ସେ ଭୁଲ କହୁଛି କି ଠିକ୍ କହୁଛନ୍ତି। ଯାହା ପାଇଲେ ତାହା ଭିଡ଼ିଓ କରି ଛାଡ଼ିଦେଲେ ହେବନି। ଆଗ ଭିଡ଼ିଓ କରିବା ପୂର୍ବରୁ ସବୁ ପୁରା ଟୋଟାଲ ବୁଝି ନିଅନ୍ତୁ, ସେଇଟା ଏ ଲୋକ ଭୁଲ କହୁଛି କି ଏ ଲୋକ ଠିକ୍ କହୁଛନ୍ତି। ଯେଉଁଟା ଠିକ୍ ଛାଡ଼ିବ, ଯେଉଁଟା ଭୁଲ ଛାଡ଼ିବ। ଆଉ ନ୍ୟାୟ ପଟେ ସପୋର୍ଟ କରି, ଅନ୍ୟାୟକୁ କେବେ ସପୋର୍ଟ କରି, ଅନ୍ୟମାନଙ୍କୁ ସେମିତି ହିଁ ତାଙ୍କୁ ଦଣ୍ଡ ଦିଆଯାଉ। ଆପଣମାନେ କେବେ ମିଡ଼ିଆ କେବେ ଚିନ୍ତା କରିଛନ୍ତି? ମିଡ଼ିଆକୁ ଅନ୍ୟାୟକୁ ସପୋର୍ଟ, ନ୍ୟାୟକୁ ସପୋର୍ଟ ନାହିଁ, କେତେବେଳେ ନ୍ୟାୟକୁ ସପୋର୍ଟ ଦେଉଛନ୍ତି କି ଅନ୍ୟାୟକୁ ସପୋର୍ଟ, ମାନେ ଏମିତି ସବୁ। ଅନ୍ୟାୟକୁ କେବେ ହେଲେ ବରଦାସ୍ତ କରନ୍ତୁନି ମିଡ଼ିଆ ବାଲା ଭାଇ, ମୁଁ ରିକ୍ୱେଷ୍ଟ କରୁଛି। ଆପଣମାନେ ସବୁ ସତର୍କ ହେଇଯାନ୍ତୁ, ପ୍ରତ୍ୟେକ ଗାଁର ଦୁଃଖ ସୁଖ ବୁଝନ୍ତୁ, ଆଉ ପ୍ରତ୍ୟେକ ମାନେ ଦୁଃଖୀଙ୍କର ଆଖିର ଲୁହକୁ ଥରେ ବୁଝିବାକୁ ଚେଷ୍ଟା କରନ୍ତୁ। ଏତିକି ବୁଝିଲେ ନା ମୁଁ ଖୁସି ହେବି। ଧନ୍ୟବାଦ।